ସାଙ୍ଗମାନେ ଆଜି କିଛି ସମ୍ପର୍କ ଗଢ଼ିବାକୁ ଯାଉଛନ୍ତି ନା, ତାହେଲେ 100 ଥର ଭାବନ୍ତୁ। ଆଉ ଯାହା ସହିତ ଗଢ଼ିବାକୁ ଯାଉଛନ୍ତି ନା, ତାକୁ ଭଲ ଭାବରେ ବୁଝନ୍ତୁ ଆଉ ଭଲ ଭାବରେ ଜାଣି ରଖନ୍ତୁ ଆପଣ ଯେଉଁ ସମ୍ପର୍କ ତା ସହିତ ଗଢ଼ିବାକୁ ଯାଉଛନ୍ତି ସେ ସମ୍ପର୍କକୁ ନେଇକି କେତେ ସିରିୟସ୍ ଅଛନ୍ତି। ଯଦି ସମ୍ପର୍କକୁ ନେଇ ସେ ସିରିୟସ୍ ନଥିବେ ନା, ତାହେଲେ ତାଙ୍କ ପାଇଁ ଆପଣ ଯେତେ ଯାହା ବି କରିଦିଅନ୍ତୁ ଆଉ ଏ ସମ୍ପର୍କକୁ ବଞ୍ଚିବା ପାଇଁ ଆପଣ ଯେତେ ଯାହା କରିଦେଲେ ବି ତାଙ୍କର ଯଦି ସମ୍ପର୍କ ଭାଙ୍ଗିବାର ଥିବ ନା, କି ସମ୍ପର୍କକୁ ନେଇ ସେ ସିରିୟସ୍ ନଥିବେ ନା, ତାଙ୍କୁ ଗୋଟେ ସେକେଣ୍ଡ ଲାଗିବନି ତମଠାରୁ ଦୂରେଇ ଯିବା ପାଇଁ, ଏ ସମ୍ପର୍କ ଭାଙ୍ଗିବା ପାଇଁ। ଆଉ କଷ୍ଟ ଆପଣଙ୍କୁ ହବ, ତାଙ୍କୁ ହବନି, କାରଣ ସେ ସମ୍ପର୍କରେ ସିରିୟସ୍ ହେଇନଥିଲେ। ଆଉ ତାଙ୍କର ଟିକେ ମଜାକ ପାଇଁ ଆପଣ ଜୀବନ ବର୍ବାଦ ହେଇଯିବ। ତେଣୁ କୌଣସି ସମ୍ପର୍କ ଗଢ଼ିବା ପୂର୍ବରୁ 1000 ଥର ଭାବନ୍ତୁ ଆଉ ସାମ୍ନାବାଲାକୁ ଦେଖନ୍ତୁ ସେ ସମ୍ପର୍କ ପାଇଁ ସେ କେତେ ସିରିୟସ୍ ଅଛି। ଜୟ ଜଗନ୍ନାଥ।